ତ ସକାଳୁ ସକାଳୁ କ'ଣ ହେଇଛି, କୋଚିଂ ସାରି ଯାଉଥିବା ସମୟରେ ଭାଇ ଜଣେ ଆସି କହିଲେ, ମନ୍ଦିରକୁ ଯିବା ଆସିବା ସମୟରେ ଲୋକମାନଙ୍କର ପୁଅ ଟିକେ ବହୁତ ଅସୁବିଧା ହେଉଛି, ତୁ ଟିକେ ସଫା କରିଦେବୁ ଯାଇକି। ତ ମୁଁ ମୋ ସୈନ୍ୟ ଦଳଙ୍କୁ ଧରି ସେ ଜାଗାରେ ପହଞ୍ଚିଗଲି। ଆଉ ପହଞ୍ଚି ଦେଖେ ତ ରୋଡ଼କୁ ବହୁତ କଣ୍ଟା ଜାତୀୟ ଗଛ ଗୁଡ଼ାକ ମାଳି ଯାଇଛି। ତ ତାକୁ କଟୁରୀ ସାହାଯ୍ୟରେ ନହେଲେ କିଛି କରିହେବନି। ତ ସେଥିପାଇଁ ତାକୁ ହାଣିଲୁ, ଆଉ ପିଲାମାନଙ୍କୁ ମଧ୍ୟ ଟିକେ ଜଣେଇଦେଲି, ପିଲେ ଯାହା ବି କରୁଛ ଆଉ ଦେଖି ଚାହିଁକି ଟିକେ ଉପଡ଼ା ଉପଡ଼ି କର। ତ ଦେଖିପାରୁଥିବେ ଜଝାଇଁ ଗଛ ମଧ୍ୟ ବହୁତ ବଡ଼ ବଡ଼ ହେଇଗଲାଣି। ଆଉ ଏ ଭିତରେ ସାପ ନଥିବ ବୋଲି ଗ୍ୟାରେଣ୍ଟି କ'ଣ ଅଛି? ତ ଆମେ ବେଶୀ କିଛି ତ କରିପାରିବୁନି, ତ ଲୋକଙ୍କର ଏଇ ଛୋଟ ଛୋଟ କାମ ଗୁଡ଼ା ତ ପୂରଣ କରିପାରିବୁ। ସଫାସଫି କଲେ ତ ଲୋକମାନେ ଭଲରେ ମନ୍ଦିର ଯିବା ଆସିବା ମଧ୍ୟ ବି କରିପାରିବେ। ଦେଖିପାରୁଥିବେ ଆମେ ସଫାସଫି କରି ମଧ୍ୟ ଅଳିଆ ଗୋଟେ ଜାଗାରେ ଏକାଠି କରି ତାକୁ ନିଆଁ ମଧ୍ୟ ଲଗାଇଦେଲୁ। ଦେଖିପାରୁଥିବେ କିଭଳି ଭାବରେ ଦେଖ ସବୁ ପିଲା ମଧ୍ୟ ଲାଗିଛନ୍ତି। ଆଉ ହଁ, ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଛି ତାହେଲେ ଗୋଟେ ମିଠା କମେଣ୍ଟ ଆଉ ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେନି।